ତାଙ୍କର ଅନୁଭବ ଅଛି ତାଙ୍କର ସଭାପତିର ଦାୟିତ୍ୱ ଅତୀତରେ ବି ଭଲ ଭାବରେ ତୁଳେଇଛନ୍ତି। ବର୍ତ୍ତମାନ ବି ଡବଲ ଇଞ୍ଜିନ୍ ସରକାର ଆସିବାରେ ତାଙ୍କର ଗୋଟେ ପ୍ରମୁଖ ଭୂମିକା ରହିଲା। କାର୍ଯ୍ୟକର୍ତ୍ତା ତୃଣମୂଳ ସ୍ତରରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ତାଙ୍କୁ ସହଯୋଗ ଯୋଗାଇ ଆସୁଛନ୍ତି। ଆଗାମୀ ଦିନରେ ବି ଭାରତୀୟ ଜନତା ପାର୍ଟିର ରାଜନୈତିକ ରାସ୍ତା କେତେ ପ୍ରଶସ୍ତ ହେବ, କେତେ ପୁଷ୍ପିତ ପଲ୍ଲବିତ ହେବ, ସେଥିପାଇଁ ସମସ୍ତଙ୍କର ସହଯୋଗର ଏକାନ୍ତ ଆବଶ୍ୟକତା ଅଛି। ଆର୍ ସମସ୍ତେ ଟିମ୍ ସ୍ପିରିଟ୍ରେ ମାନ୍ୟବର ମନମୋହନ ଭାଇଙ୍କୁ ସାହାଯ୍ୟ ସହଯୋଗ କରିବେ ଏବଂ ଓଡ଼ିଶାକୁ ସମୃଦ୍ଧ ଓଡ଼ିଶାରେ ରୂପାନ୍ତରିତ କରିବା ପାଇଁ 2036 ସୁଦ୍ଧା ସମସ୍ତେ ପ୍ରୟାସ କରିବେ ଏବଂ ଡବଲ ଇଞ୍ଜିନ୍ର ସରକାରକୁ ସମସ୍ତ ପ୍ରକାର ସଂଗଠନ ତରଫରୁ ଯାହା ସାହାଯ୍ୟ ସହଯୋଗର ଆବଶ୍ୟକତା ଅଛି ସେଟା ମନମୋହନ ଭାଇ ଭଳି ଅତୀତର ମନ୍ତ୍ରୀ, ଅତୀତର ଏମ୍ପି, ଅତୀତର ଏମ୍ଏଲ୍ଏ ହିସାବରେ ଏବଂ ଗୋଟେ ସଂଗଠକ ହିସାବରେ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବେ ଏ ବିଶ୍ୱାସ ମୋର ଅଛି। ନବନିର୍ବାଚିତ ରାଜ୍ୟ ସଭାପତିଙ୍କୁ ମୁଁ ମୋର ଅଭିନନ୍ଦନ ଜଣାଇବି ଏବଂ ସେ ଗତ ଦିନରେ ବି ତାଙ୍କର ନେତୃତ୍ୱରେ ପାର୍ଟି ଚାଲିଥିଲା ଏବଂ ସରକାରକୁ ବି ଆସିଲା। ଆମ ସମସ୍ତଙ୍କର ଆଶା ଅଛି ତାଙ୍କର ନେତୃତ୍ୱରେ ପୁଣି ଥରେ ଭାରତୀୟ ଜନତା ପାର୍ଟି ମଜବୁତ ହେବ ଏବଂ ଆଗାମୀ ଦିନରେ ବି ପୁନର୍ବାର ସରକାରରେ ଆସିବ। ନିଶ୍ଚୟ ତାଙ୍କର ନେତୃତ୍ୱ ଭଲ ଯାହାକି ଗତ ଦିନରେ ଦେଇଛନ୍ତି ଏବଂ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଭିତରେ ବି ସେ ଉତ୍ସାହ ବି ରହିଛି। ତାଙ୍କୁ ନେତୃତ୍ୱରେ ପାର୍ଟି ମଜବୁତ ହେଉଛି, ଆଗାମୀ ଦିନରେ ବି ହେବ, ସମସ୍ତଙ୍କର ବିଶ୍ୱାସ ରହିଛି। ତେଣୁ ଆମେ ସମସ୍ତେ ଆଶା କରୁଛୁ ନିଶ୍ଚୟ ସେ ପୁନର୍ବାର ସେ ସଭାପତି ହେଲା ପରେ ସେ ପାର୍ଟିକୁ ମଜବୁତ କରନ୍ତୁ ଆଉ ଭଗବାନ ବି ଠାକୁର ଜଗତର ନାଥ ଜଗନ୍ନାଥ ତାଙ୍କୁ ସହାୟ କରନ୍ତୁ। ସେଇଟା ନିର୍ବାଚନ ଅଧିକାରୀ ଘୋଷଣା କରିବେ ଆପଣମାନଙ୍କ ଆଗରେ। ନିଶ୍ଚିତ ଭାବରେ ଯାହା କାମ ବାକି ଅଛି ସମସ୍ତ କାମ ହବ, ଏଥିରେ କୌଣସି ସନ୍ଦେହ ନାହିଁ। ପ୍ରଥମ ବର୍ଷ ସରକାର କାମ ଆରମ୍ଭ କରିଥିଲେ, ଏଥର ଦ୍ୱିତୀୟ ବର୍ଷରେ ଯେତେ ଗୁଡ଼ିଏ କାମ ବାକି ଅଛି ତାକୁ ସବୁ କରାଯିବ। ଲୋକମାନଙ୍କର କାମକୁ ପ୍ରାଧାନ୍ୟ ଦିଆଯାଇଥିଲା ପ୍ରଥମ ବର୍ଷରେ। 21ଟି ଘୋଷଣାପତ୍ରରେ ଥିବା ବିଷୟ ଭିତରୁ 11ଟି ବିଷୟକୁ ସରକାର ପାଳନ କରିଛନ୍ତି। ବର୍ତ୍ତମାନ ଏ ଦ୍ୱିତୀୟ ବର୍ଷରେ ନିଶ୍ଚିତ ଭାବରେ ବାକି ଯାହା କାମ ରହିଛି ତାକୁ ଗୁରୁତ୍ୱ ଦେଇକି ତାକୁ କରାଯିବ। ସେମିତି କ'ଣ ଚ୍ୟାଲେଞ୍ଜ ଅଛି? କାମ ତ ଅଛି ଆଗରେ, କରିବା ଚ୍ୟାଲେଞ୍ଜ କ'ଣ? ସେ ସବୁ ବିଷୟରେ ଆମେ କାଲି ଯେତେବେଳେ ଆମର ଘୋଷଣା ହେଇଯିବ ତାପରେ ସ୍ପଷ୍ଟ ଭାବରେ ଆପଣ ଭାଷଣରେ ଜାଣିପାରିବେ କ'ଣ ଅଛି କ'ଣ ନାହିଁ। କାଲି ନିଶ୍ଚିତ ଭାବରେ ଜାଣିପାରିବା। ନିଶ୍ଚିତ ଭାବରେ ଏଥିରେ ଅସୁବିଧା କୋଉଠି ଅଛି? ନିଶ୍ଚିତ ଭାବରେ ଆମେ ଓଡ଼ିଶାରେ ସରକାର କରିଛୁ। ଆଗାମୀ ଦିନରେ ଆହୁରି ଆଗକୁ ସଂଗଠନ ଯିବ, ଲୋକଙ୍କ ପାଖରେ ସରକାରର କାମ ପହଞ୍ଚିବାରେ ସଂଗଠନ ପ୍ରମୁଖ ଭୂମିକା ନେବ, ଏଥିରେ କୌଣସି ସନ୍ଦେହ ନାହିଁ। ମୁଁ ଆପଣଙ୍କୁ ଗୋଟିଏ କଥା କହିଥିଲି ଯେ ପ୍ରେସିଡେଣ୍ଟ ପ୍ରିଜାଇଡ୍ କମିଟି ଡିସାଇଡ୍, ସେଇଟା ମୁଁ ବହୁତ ଆଗରୁ ଆପଣଙ୍କୁ କହିଥିଲି। ଆମ ପାର୍ଟିରେ ସେଭଳି କିଛି କଥା ନାହିଁ। ଆମେ ସମସ୍ତେ ମିଶିକିରି କାମ କରୁ, ଜଣେ କିଏ ତାର ନେତୃତ୍ୱ ନିଅନ୍ତି। ଆମେ ପୁରାପୁରି ଭାବରେ ଏଟା ହେଉଛି ଆମର, ଆମେ ସେଇ ପଦ୍ଧତିରେ ହିଁ ନିର୍ବାଚନ ଜିତିଛୁ, ସେଇ ପଦ୍ଧତିରେ ହିଁ ଆଗକୁ କାମ କରିବୁ। ତେଣୁ ଆଦେହରେ କୌଣସି ଦ୍ୱିତୀୟ କଥା ଭାବିବା ମୁଁ ଭାବୁଛି ଉଚିତ ନୁହଁ। ସେଭଳି କୌଣସି କଥା ନାହିଁ। ଯଦି ସେଭଳି କଥା ଥାନ୍ତା କ'ଣ ଗୋଟିଏ ନୋମିନେସନ ହେଇଥାନ୍ତା? ଆମ ଦଳ ଗୋଟିଏ ଶୃଙ୍ଖଳିତ ଦଳ, ଶୃଙ୍ଖଳିତ ଦଳରେ ସମସ୍ତେ ବସିକିରି ଗୋଟିଏ ନିର୍ଣ୍ଣୟ କରନ୍ତି, ସେ ନିର୍ଣ୍ଣୟ ହେଲା। ତେଣୁ କୋଉଠି ଆଭ୍ୟନ୍ତରୀଣ କଥା ଅଛି? ଯଦି ଥାନ୍ତା ତ ଆପଣ ଅଲଗା କଥା ଦେଖିଥାନ୍ତେ। ଏଠି କିଛି ନାହିଁ, ଏଠି ପୁରାପୁରି ଭାବରେ ସମସ୍ତେ ମିଳିମିଶିକିରି କାମ କରନ୍ତି। ଏ ପାର୍ଟିରେ ଗୋଟିଏ ନିଷ୍ପତ୍ତି ହୁଏ, ଏ ପାର୍ଟିରେ ସେଭଳି କଥା ହୁଏ ନାହିଁ।